ମୁଁ ବୁଝିପାରୁନି ମନ୍ତ୍ରୀ କେମିତି କହୁଛନ୍ତି ଜଳ କଷ୍ଟ ନାହିଁ ବୋଲି। ଆପଣଙ୍କ ଗଣମାଧ୍ୟମରେ ଆମେ ଦେଖିବାକୁ ପାଉଛୁ, ଆମେ ନିଜେ ବି ଅନୁଭବ କରୁଛୁ, ଆମ ଅଞ୍ଚଳ ଠାରୁ ଆରମ୍ଭ କରି ରାୟଗଡ଼ା ପର୍ଯ୍ୟନ୍ତ ଗରା ମାଠିଆ ଧରିକିରି ମା ମାନେ ରାସ୍ତାରେ ବସିଛନ୍ତି। ବାରିପଦାରେ ବି ସେଇ କଥା ହଉଛି, ମାଲକାନଗିରିରେ ସେଇ କଥା ହଉଛି, କେନ୍ଦ୍ରାପଡ଼ାରେ ମହାକାଳପଡ଼ାରେ ବି ସେଇ କଥା ହଉଛି। ଜଳ କଷ୍ଟ ଅତି ତୀବ୍ର ଆକାର ରୂପ ଧାରଣ କରିବା ପାଇଁ ଯାଉଛି ଏବଂ ଏପଟରେ ଗ୍ରୀଷ୍ମ କଷ୍ଟ, ସେପଟେ ଜଳ କଷ୍ଟ। ଗଡିଆ ପୋଖରୀ ସବୁ ଶୁଖିଗଲାଣି, ଟ୍ୟୁବୱେଲରେ ପାଣି ଆସୁନି, ଲେବୁଲ ଖସିଗଲାଣି ଏବଂ ତା ସହିତ ଯୋଉ ପାଇପ୍ ୱାଟର ସ୍କିମ୍ ଗୁଡିକ ଥିଲା, ସେ ପାଇପ୍ ୱାଟର ସ୍କିମ୍ ଗୁଡିକ ଅନେକ ଅଚଳ ହେଇକି ପଡିଛି। ଏ ସିଜନରେ କୌଣସି ପାଇପ୍ ୱାଟର ସ୍କିମ୍କୁ ସଚଳ କରିବାର ବ୍ୟବସ୍ଥା ସରକାର କଲେନି ଏବଂ ଫ୍ୟାଗ୍ ଏଣ୍ଡରେ ଯୋଉ ପାଇପ୍ ୱାଟର ସ୍କିମ୍ ଗୁଡିକ ଥିଲା, ବର୍ଷେ ଚାଲିଗଲା ଆସି, ଏ ବର୍ଷେ ଭିତରେ ନୂଆ ସରକାର ତା ଉପରେ ଦୃଷ୍ଟି ଦେଲେନି କିମ୍ବା ନୂଆ ଟ୍ୟୁବୱେଲ କିମ୍ବା କେମିତି ପାଣି ପହଞ୍ଚାଯିବ ଲୋକଙ୍କ ପାଖରେ ତାର ବ୍ୟବସ୍ଥା ନାହିଁ। ପୁରା ନିରବ ଦ୍ରଷ୍ଟା ସାଜିଛନ୍ତି ସରକାର। ଏ ଦିଗରେ ତୁରନ୍ତ ଜିଲ୍ଲା ପ୍ରଶାସନ ଗୁଡିକ ଆଟଲିଷ୍ଟ ଜରୁରୀକାଳୀନ ଭିତରେ ଏହାର କିଛି ବ୍ୟବସ୍ଥା କରିବାର ଆବଶ୍ୟକତା।